প্রযোজনা সুহাস মহন্তি। নারায়ণং নমস্কৃত্য নরং চৈব নরোত্তমং দেবীং সরস্বতীং ব্যাসং ততো জয়মুদীরয়েৎ। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। पृथ्वी राजा पृथुଙ୍କୁ निवेदन कले तांको दोहन करिबा पाई। एथर पृथु निज मनକୁ ବାଛୁରି କଲେ। ଗାଭୀ ରୂପୀ ବସୁଧାର ସ୍ତନ୍ୟ ସେ ପାନ କରିବାରୁ କ୍ଷୀର ସ୍ରବିଲା। ଫଳରେ ପୃଥିବୀ ହେଲା ଶସ୍ୟ ଶ୍ୟାମଳା। ବୃହସ୍ପତି, ଇନ୍ଦ୍ର, ପ୍ରହ୍ଲାଦ, ବିଶ୍ୱାବସୁ, ଗରୁଡ଼ ଆଦି ବାଛୁରୀ ରୂପରେ ବସୁଧା ରୂପୀ ଗାଭୀର ସ୍ତନ୍ୟ ପାନ କରି ଯେଝାମତେ ଫଳ ପାଇଲେ। বিজিতা সোনাম হেমন্তে রজনী প্রবেশে ইন্দ্র মিলিলে যজ্ঞ দেশে। বিচারি অন্ধকার ছড়ে অশ্বକୁ ପୁଣି ନେଲା ବଳେ। ଅତ୍ରି ଦେଖନ୍ତେ ଶୂନ୍ୟ ମାର୍ଗେ ତ୍ରାସେ ପଳାଏ ଇନ୍ଦ୍ର ବେଗେ। ବିଜିତାଶ୍ୱର ମୁଖ ଚାହିଁ ବୋଲନ୍ତି ଅଶ୍ୱ ଆଡ଼ ଯାଇ। ତା ଶୁଣି ହସ୍ତେ ଧନୁ ଧରି ଧାଇଲା ଘୋର ନାଦ କରି। ଡାକଇ ରହ ରହ ବାଣୀ ତାର ବଚନ ଇନ୍ଦ୍ର ଶୁଣି। ପଥେ ଅଶ୍ୱକୁ ଛାଡ଼ି ଛନ୍ନେ ତକ୍ଷଣେ ଗଲା ଅନ୍ତର୍ଧାନେ। ସେ ପୁଣି ଅଶ୍ୱ ଧରି କରେ ବେଗେ ମିଳିଲା ଯଜ୍ଞ ଘରେ। ସେ କଥା ଶୁଣି ପୃଥୁ କୋପେ ଇନ୍ଦ୍ର ଝିଙ୍ଗା ସେ ଦେହ କମ୍ପେ। ପୃଥୁ ଶୁଣ ଧର୍ମ କଥା ଆଗମ ନିଗମ ବ୍ୟବସ୍ଥା
ପଶୁର ବିନା ଆନବଧ ଯଜ୍ଞରେ ଅଟଇ ନିଷେଧ। तो यज्ञ कीर्ति नासे इंद्र आम्भे नासी भूता नरेन्द्र ब्रह्म मिलिले तत्क्षणे समस्त मुनि सन्निधाने। ଇନ୍ଦ୍ର ରହିତ ଚିତ୍ତେ ବହି ବୋଲନ୍ତି ମୁନି ଗଣେ ଚାହିଁ ପୃଥୁ ବଦନ ଚାହିଁ ଧୀରେ ବୋଲନ୍ତି ବଚନ ମଧୁରେ। ए इंद्र नारायण तनु एहाकु छाड़ तुम्हे मन्यु एहार देहे सर्वा देवे नित्य वसंती यज्ञ भावे। ଏହାକୁ କୋପ ତୁ ନ କର ଯଜ୍ଞ ପୁରୁଷ ଅର୍ଥେ ବର। ହେମନ୍ତ ବ୍ରହ୍ମାର ବଚନେ ଇନ୍ଦ୍ରକୁ କୋପ ଛାଡ଼ି ମନେ। यज्ञे तोषिले सर्वजने अन्न वसन धेनु दाने से विप्रजने होई तोष पृथुकु करन्ति आशिष। ବ୍ରହ୍ମା ହରସ ଚିତ୍ତ ହୋଇ କହନ୍ତି ପୃଥୁ ମୁଖ ଚାହିଁ ତୋର ବଚନେ ସର୍ବଦେବେ ଦୋଷ ହୋଇଲେ ଯଜ୍ଞ ଭାବେ। ଏ ପୃଥୁ ଯଜ୍ଞର କାହାଣୀ ନିର୍ମଳ ହୁଅ ନରେ ଶୁଣି। ଏ ପୃଥୁ ଯଜ୍ଞର କାହାଣୀ ନିର୍ମଳ ହୁଅ ନରେ ଶୁଣି। भगवानुवाच ଶୁଣ ହେ ପୃଥୁ ନରନାଥ ଇନ୍ଦ୍ର ଯେ କଲା ଯଜ୍ଞେ ଘାତ ସେ ଅପରାଧ ଖଣ୍ଡିବାକୁ ଏବେ ଅଇଲା ତୁମ୍ଭ ଠାକୁ। ତୁମ୍ଭେ ଯେ ସାଧୁ ନୃପବର ଏହାର ଦୋଷ କ୍ଷମା କର। ଚିତ୍ତକୁ ନିର୍ମଳ କରିଣ ଇନ୍ଦ୍ରିୟ ମାନଙ୍କୁ ତୁ ଜିଣ। ଯେ ରାଜା ପ୍ରଜାଙ୍କୁ ନ ପାଳେ ଅଧର୍ମେ କର ନିଏ ବଳେ। ସେ ରାଜା ନରକ ଭୁଞ୍ଜଇ ତାହାର କାହିଁ ରକ୍ଷା ନାହିଁ। ଯାହାର ଭେଦ ଜ୍ଞାନ ନାହିଁ ତାହୁଦେ ନିରତେ ମୁଁ ଥାଇ। मैत्रेय उवाच हेमन्ते प्रभु भावग्राही पृथुଙ୍କୁ କହିଲେ ବୁଝାଇ। ହରିଙ୍କ ଆଜ୍ଞା ଧରି ଶିରେ ତକ୍ଷଣେ ପାଦେ ପ୍ରଣମିଲେ। ହେମନ୍ତ କାଳେ ଦେବରାଜ ଆପଣା କର୍ମେ ପାଇଲାଜ। ପୃଥୁଙ୍କ ଚରଣୀ ପଡ଼ିଲେ अपराध कलई बोइले। पृथु जे तहु आलिंगन करी तोषिले इंद्र मन। पृथुवाच हे प्रभु वरद ईश्वर पंडिते न मागिबे बर। जे व्यक्ति ज्ञानी होइथिब भोग विलास न मागिब। कैवल्य नाथ तोते पाई के भोग बांछे ज्ञानी होई। अपरे मुख्य धर्म सार तहिरे बांछा नाही मोर। तो पाद पद्म मकरंद अति ही रसाळ सुगंध। तुम्भर गुण कीर्तिमान निरते थाउ मोर कर्ण। ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 113ତମ ଭାଗ। କଣ୍ଠଦାନ କରିଥିଲେ ଶରତ ନାୟକ, ମନ୍ମଥ ମିଶ୍ର, ସାଗରିକା ମହାନ୍ତି ଏବଂ ପ୍ରୀତିନନ୍ଦା ରାଉତରାୟ। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ। ସଙ୍ଗୀତ ପରିଚାଳନା ଶାନ୍ତନୁ ମହାପାତ୍ର। ପ୍ରଯୋଜନା ସୁହାସ ମହାନ୍ତି। ବର୍ଣ୍ଣନା ବସନ୍ତ ମହାନ୍ତି।